ବର୍ଷର ପ୍ରଥମ ବନ୍ୟା ଜଳ ଛାଡ଼ିଲା ହୀରାକୁଦ ଭଣ୍ଡାର। ଏବେ 7 ନମ୍ବର ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବା ବେଳେ ପର୍ଯ୍ୟାୟକ୍ରମେ 12ଟି ଗେଟ୍ ଖୋଲାଯିବ। ପୂଜାର୍ଚ୍ଚନା ପରେ ଗେଟ୍ରୁ ହେବ ଜଳ ନିଷ୍କାସନ। ସକାଳୁ ସାଇରନ୍ ବଜାଇ ପ୍ରଥମେ ସତର୍କ କରାଯାଇଥିଲା। ଉପର ମୁଣ୍ଡରେ ବର୍ଷା ଦେଖି ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସକାଳୁ ସତର୍କ ସାଇରନ୍ ବାଜିବା ଆରମ୍ଭ ହୋଇଥିଲା। ହୀରାକୁଦ ଉପର ମୁଣ୍ଡରେ ସପ୍ତାହ ହେଲା ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଜଳ ଭଣ୍ଡାରର ଜଳସ୍ତର 609.33 ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ 1,30,028 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 38,166 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ହୀରାକୁଦରୁ ମୁଣ୍ଡଳିକୁ ବନ୍ୟା ଜଳ ପହଞ୍ଚିବା ପାଇଁ 36ରୁ 40 ଘଣ୍ଟା ସମୟ ଲାଗିଥାଏ। ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଛି। ଛତିଶଗଡ଼ ସରକାର ଗତ ଗୁରୁବାର ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ଥିବା କଲମା ବ୍ୟାରେଜରେ 46ଟି ଗେଟ୍ ଖୋଲିଥିଲେ। ପରବର୍ତ୍ତୀ ସମୟରେ ବାକି ଗେଟ୍ ଖୋଲାଯିବା ପରେ ମହାନଦୀର ଜଳପ୍ରବାହ ବଢ଼ିଛି।